ଦେଖନ୍ତୁ ଯେଉଁ କେରଳର ପ୍ରବଳ ବର୍ଷା ଏବଂ ମାଟି ଧସଡ଼ିବାର ଯେଉଁ ଅଘଟଣା ଘଟିଲା ସେଥିରେ ଯେଉଁ 4 ଜଣ କ୍ଷତିଗ୍ରସ୍ତ ହେଇଥିଲେ ସେମାନଙ୍କ ଭିତରୁ ଜଣେ ଝାରସୁଗୁଡ଼ାର ଝିଅ ସ୍ୱୀକୃତି ମହାପାତ୍ର ଏବଂ ଏଇ ଘଟଣା ହେବା ଠାରୁ ଏବଂ ଓଡ଼ିଆ ଲୋକ ସେଥିରେ ଫସିବାର ଖବର ପାଇବା ଠାରୁ ଓଡ଼ିଶା ସରକାର ଏବଂ ମୁଖ୍ୟତଃ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ କାମରେ ନିରନ୍ତର ଲାଗିଛି। ଏ 2 ଜଣ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କୁ ଆମେ ସେଠିକୁ ପଠେଇଛୁ। ଦିଲ୍ଲୀପ ରାଉତରାୟ ଯେ IAS ପର୍ଯ୍ୟଟନ ବିଭାଗରେ ଅଛନ୍ତି ସେ ଘଟଣାସ୍ଥଳରେ ହିଁ କ୍ୟାମ୍ପ କରି ରହୁଛନ୍ତି। ଜଣେ ଓଡ଼ିଆ ପର୍ଯ୍ୟଟକ ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀପ ପଣ୍ଡା ସେ ନିଖୋଜ ଅଛନ୍ତି, ତାଙ୍କର ଖୋଜିବା ଅପରେସନ ଚାଲିଛି ଏବଂ ଆମର ଝାରସୁଗୁଡ଼ା ଝିଅ ସେ ବର୍ତ୍ତମାନ ଷ୍ଟେବୁଲ ଅଛି ଏବଂ ଚିକିତ୍ସାଧୀନ ଅଛି। ଡାକ୍ତରମାନଙ୍କ ସାଙ୍ଗରେ ବି ମୋର କଥାବାର୍ତ୍ତା ହେଇଥିଲା, ଦିଲ୍ଲୀପ ରାଉତରାୟ ତାଙ୍କ ସାଙ୍ଗେ ବି କଥା ହେଇଥିଲା। ଏବଂ ଯେଉଁ ହାଇଟେକରେ ସେ ପୋଷ୍ଟ ଗ୍ରାଜୁଏସନ କରୁଛି ତାର 3 ଜଣ ସାଙ୍ଗ ମଧ୍ୟ ହାଇଟେକ୍ ମ୍ୟାନେଜମେଣ୍ଟ ପଠେଇଛନ୍ତି ଘଟଣାସ୍ଥଳକୁ, ଡାକ୍ତରଖାନାରେ ସେମାନେ ବି ଅଛନ୍ତି। ତେଣୁ ମୋତେ ଲାଗୁଛି ଯେ ବିପଦ ଟଳିଗଲାଣି। ଆଉ କେରଳର ଯେ SRC ଅଛନ୍ତି ସେ ମଧ୍ୟ ଓଡ଼ିଶାର ଜଣେ ଝିଅ, ସମସ୍ତେ କାମରେ ଲାଗିଛନ୍ତି। ଆଉ ଏ 4 ଜଣଙ୍କ ଭିତରୁ ଝାରସୁଗୁଡ଼ାର ସ୍ୱୀକୃତି ମହାପାତ୍ର ତାଙ୍କର ବାପାଙ୍କୁ ମୁଁ ଜାଣେ ଏବଂ ଏ ଖବର ପାଇଲା କି ନିରନ୍ତର ତାଙ୍କ ସାଙ୍ଗେ ଫୋନରେ ମଧ୍ୟ ସମ୍ପର୍କରେ ଥିଲି। ଆଜି ଝାରସୁଗୁଡ଼ା ଆସିବା ଭିତରେ ତାଙ୍କ ସାଙ୍ଗରେ ମଧ୍ୟ ସାକ୍ଷାତ ହେଇଗଲା ଏବଂ ତାଙ୍କୁ ମୁଁ ଅପଡେଟ୍ ଦେଇଛି ଯେ ଓଡ଼ିଶାର ଅଧିକାରୀମାନେ ବି ଅଛନ୍ତି, ଓଡ଼ିଶାର IAS ଅଫିସରମାନେ ବି ସେଠି କାମରେ ଲାଗିଛନ୍ତି, କେରଳ ସରକାର ମଧ୍ୟ କାମରେ ଲାଗିଛି, ଭାରତ ସରକାର ମଧ୍ୟ କାମରେ ଲାଗିଛି ଏବଂ ଡାକ୍ତରମାନଙ୍କର ଯାହା ରିପୋର୍ଟ ଝିଅ ଆମର ସୁସ୍ଥ ଅଛି ଏବଂ ଷ୍ଟେବୁଲ୍ ଅଛି। ଆଉ 95% ଚିକିତ୍ସା ସରିଗଲାଣି, ଯାହା ଯାହା ଡାକ୍ତରମାନେ କରିବା କଥା। ଆଉ ମାତ୍ର ଅଳ୍ପ କିଛି ବାକି ଅଛି। ମୋତେ ଲାଗୁଛି ମା ସମଲେଶ୍ୱରୀଙ୍କ ଦୟାରୁ ଏବଂ ଆଶୀର୍ବାଦରୁ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆମର ଝିଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇକରି ଘରକୁ ଫେରିବ ଏବଂ